ଶୁଣୁନାହାନ୍ତି ଗୋଚାରଣ ଏବଂ ଗୋହତ୍ୟା ବଢିବାରେ ଲାଗିଛି, ସେଥିପାଇଁ ଆଜି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଭାବରେ ଆପଣ ଡାକରା ଦେଇଛନ୍ତି, କଣ କହିବା ଉପରେ? ଶରଣ ଜଗତ ଭଗତର ସମସ୍ତ ଆବାଳ ବୃଦ୍ଧ ବନିତା ପିତା ମାତା ଜ୍ଞାନୀ ଗୁଣୀ ପଣ୍ଡିତ ସୁଜନ, ପ୍ରଥମତଃ ଆମେ କୌଣସି ଆନ୍ଦୋଳନ କରୁନୁ, ଆମେ ଅନୁରୋଧର ଭିକ୍ଷା ନେଇ ଆସି ଆଜି ପହଞ୍ଚିଛୁ ଯେ ଆଜି ଏ ଜଗତବାସୀ ପରିବର୍ତ୍ତନର ଲକ୍ଷ୍ୟ ନେଇ একত্রিত হই নূয়া ব্যক্তি বিশেষ নূয়া সরকারକୁ চয়ନ କରିଛନ୍ତି କିଛି ନୂଆ ଜିନିଷ ଦେଖିବେ ବୋଲି, କିନ୍ତୁ ଆଗ ପରି ଏବେ ମଧ୍ୟ ସେହି ପ୍ରକାର ଚାଲିଛି, କିନ୍ତୁ এই ଜିନିଷ ଆଗରୁ ମଧ୍ୟ ଚାଲିଥିଲା। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କର ପ୍ରସାରଣ କେନ୍ଦ୍ର ମାଧ୍ୟମକୁ, ଯେ କି ଆପଣମାନେ ପ୍ରସାରଣ ମାଧ୍ୟମରେ এই ଭୁଲ ଗୁଡ଼ାକୁ ଆଣି ଆଜି ଲୋକଲୋଚନରେ ପହଞ୍ଚେଇଲା ପରେ ଆମେ ଜାଣିପାରିଲୁ ଏତେ ମାତ୍ରାରେ ଘଟୁଛି ବୋଲି। କାରଣ ଆଗରୁ ଯୋଉ ଶୁଣୁଥିଲୁ ଆଉ ଦେଖିବା ଭିତରେ ବହୁତ ଡିଫରେଣ୍ଟ। କଥା ହଉଛି ଯେ ଆମେମାନେ ଏଠି એકତ୍ରିତ ହୋଇକି ଜଣେଇବାର ଲକ୍ଷ୍ୟ କ'ଣ? ବହୁତ ଗୁଡ଼ିଏ ଲୋକ କହନ୍ତି ପାଗଳ ବାଇଆ କାମ ଧନ୍ଦା ନାହିଁ ଏସବୁ ଜିନିଷ କହୁଛନ୍ତି, କିନ୍ତୁ ନାଇଁ ଆଜ୍ଞା, ଇଏ ହଉଛି ଗୋଟେ ସତର୍କର ଘଣ୍ଟି। ଏବେ ବି ଧର୍ମ ବଞ୍ଚିଛି, ଏବେ ବି ଗୋମାତା ବଞ୍ଚିଛି ଆଉ ଆଗକୁ ବଞ୍ଚିବ। ଲକ୍ଷ୍ୟ ହଉଛି ଯୋଉ ସ୍ତନରୁ ବଞ୍ଚିଥିଲା ବେଳେ କ୍ଷୀର ପିଇଲୁ, କ୍ଷୀରଟା ଶୁଖିଗଲା ପରେ ସେ ସ୍ତନଟାକୁ ଆଉ କାହାକୁ ବିକ୍ରି କରି ତା ମାଂସକୁ ଖାଇବାକୁ ଦିଅ ନାହିଁ। ଏବେ ବି ଗୋମାତା ବଞ୍ଚିଛି, ଆଗକୁ ବଞ୍ଚିଥିବ। ଆୟ ନାହିଁ ତାର ମାଉଁସ କ୍ଷୀର ସେ ଦେଉଥିବ। ମାର ବିକଳ୍ପ ଗୋମାତା ଯୁଗେ ଯୁଗେ ଏଟି ସତ୍ୟ। ମା ଗୋମାତା ବଞ୍ଚିଲେ ଧନ୍ୟ ହେବ ଜଗତ, ଧନ୍ୟ ହେବ ଜଗତ। ଆଜ୍ଞା, ଆଜି ସରକାରଙ୍କ ପାଖରେ ଏତିକି ଆମର ଅନୁରୋଧ, କିଛି ନୂଆ ଆଶା ନେଇ ଆପଣଙ୍କୁ ଆମେମାନେ ଘରର ମୁରବୀ କରିଛୁ। ଏ ଘର ଯଦି ହଉଛି ସାରା ବିଶ୍ୱ ବ୍ରହ୍ମାଣ୍ଡ, ତେବେ ରକ୍ଷାକାରୀକୁ ରକ୍ଷା କରିବା ଦରକାର। ଆଜି ସମାଜ ପରିବେଶର ଚାପର ପଡ଼ି ନିଜ ମାକୁ ପଚାରୁନି। ଆଜ୍ଞା, ଜନ୍ମ କଲା ବାପା ମାଙ୍କୁ ଯଦି ପୁଅ ନ ପଚାରୁଛି, ଜରାଶ୍ରମରେ ରଖିକି ଆସୁଛି, ତେଣୁ ମାତାଙ୍କର କିପରି ରକ୍ଷା କରିବ? ସେଥିପାଇଁ ଆପଣଙ୍କର ଚରଣାର ବିନ୍ଦୁରେ ଶରଣାର୍ପଣ ହେଇ କହୁଛୁ, ଗଣ୍ଡଗୋଳ ପାଇଁ ପୋଲିସ ରଖିଲ, ଗଣ୍ଡଗୋଳ ପାଇଁ ପୋଲିସ ରଖିଛ, ଜାଣିପାରିବେ ନ ଚାରିବେ ବୋଲି ଟ୍ରାଫିକ ପୋଲିସ ରହିକି ମଧ୍ୟ ତମେ ଲାଇଟ ଲଗେଇଛ। ତମେ ତ ସବୁ କାମ କରୁଛ, ଗୋମାତା ରକ୍ଷା କରିବା ପାଇଁ ଯଦି ପର୍ଟିକୁଲାର ଗୋଟିଏ ଡିପାର୍ଟମେଣ୍ଟ ବାହାରନ୍ତା, ଗାଁ ସହର ପ୍ରତ୍ୟେକ ଜାଗାରେ ରୁହନ୍ତା, କେବେ କୌଣସି ବ୍ୟକ୍ତି ବିଶେଷ ମାନେ ଭୁଲରେ ମଧ୍ୟ ଗୋମାତାକୁ ବିକ୍ରି କରନ୍ତି। କାରଣ ସଂସାର ବର୍ତ୍ତମାନ ବିଗିଡି ଗଲାଣି, ସମସ୍ତେ ଏବେ ତେଲ ଲୁଣର ସଂସାର ଭିତରେ ରହୁଛେ, କିନ୍ତୁ କେହି ଟଙ୍କାଟିଏ ମଧ୍ୟ ନେଇକି ଯାଇପାରିବାନି। ତଥାପି ଲକ୍ଷ ପୁଳାଏ ଭର୍ତ୍ତି କରିକି ରଖିବା। ମାତା, ଆପଣଙ୍କ ମା ଆପଣଙ୍କୁ ଖାଇବାକୁ ଦିଏ, ସବୁ କାର୍ଯ୍ୟ କରେ, କ୍ଷୀର ମଧ୍ୟ ଦିଏ। ଦେଖିବେ ମା କେବେ ଆଗ ଖାଏ? ମା ବଳିଥିବା ସମସ୍ତିକ ଖାଦ୍ୟକୁ ଅଇଁଠା ପେଟ ପୁରାଏ, ତୋରାଣୀ ପିଏ, ପେଜ ପିଆଜ ଶାଗରେ ତା ଜୀବନ ବଞ୍ଚାଏ, ବିନା ଦରମାରେ ମାସ ମାସ ଧରିକି ଘରେ ପଡିକି ରହିଥାଏ। ଓଷା ବ୍ରତ ତାର କିଛି ନାହିଁ। ନିଜେ ଯେତେବେଳେ ସେ ଜନ୍ମ କଲା ଆପଣଙ୍କୁ ନ ଦେଖିକି 10 ମାସ ଲାଟ୍ରିନ୍ ବାଥରୁମ ଆଟାଚ ଦେଇକି 10 ମାସ ପରେ ବ୍ୟଥା ପାଇକି ଜନ୍ମ କଲା। ତାପରେ ଏ ବିଭୁମଣ୍ଡଳର ସମାଜର ଲୋକମାନେ ତାକୁ ନେଇକି ଅନାଥ ଆଶ୍ରମରେ ଜରାଶ୍ରମରେ ରଖୁଛନ୍ତି ନା ନାହିଁ? ତେଣୁ ସେବା କେମିତି ଗୋମାତା କଥା ବୁଝିବେ? ଆମକୁ ସତର୍କ ହବ। ସବୁ ପିଲାମାନେ ନୁହନ୍ତି ଆଜ୍ଞା, 80% ବାପା ମାଙ୍କୁ ଭଲ ପାଆନ୍ତି, 20% ଜରାଶ୍ରମରେ ଛାଡନ୍ତି। ଯାହା ଆପଣ ମାନେ କଣ କରନ୍ତି ନା ତାକୁ
बाहर जणई दियंती बोली जना पड़े किंतु भल पिलांकर कोन आपण जानती कि सेमती गोमाता को रक्षा करबा पई हेले आमको एकत्रित हवा को पड़िबो आमे समस्त एकत्रित होई सरकार को परिवर्तन करिचे आमे समस्त एकत्रित होई सरकार मत को मध्य परिवर्तन कर ये वर्तमान धर्म पई आगु को जाउची आज्ञा वर्तमान जे धर्म पई आगु को जाउची ताको जेल पठा जाउची विगत दिन आपण देखिथे पति एवं राजा माता भाई मते जेल जाइछन जे धर्म को आगु आने पई चेष्टा करछन ऊपर आपण कमेंट सबल पे मन रखिबे आपण जहा देखिले सेटा केते दूर सत्य ताकू आपण केबे विश्वास करंतु ता पछर अन्य कारण थाई पारे थरे गोटे छोटिया कथाटे कहूची जमंक दरबार चली थाए गोटे काऊ पक्षी का कला जेतबेले का कला जमराज हसी देले देखिकी आज्ञा जम हसीबा गोमाता कांदीबा कुकुर भोकिबा ये कली जुगर संकेत होची प्रलय मारी आसुची जमराज जेतबेले हसी देले सेतिकी बेले पक्षीराज गरुड़ कहउचंती किछि गोटे विपद आसीबार अछि हौ कौन विपद आसी अछि कौन करिवो जमराज देखिबा नहीं कि पळेले ताको सहस्र योजन गोटे गुंफारे छाड़ी दे के आइले कहले तू एठी रह देखिबा जम कौन करूची आसे कि पहुंची आले कहले धर्मराज जमराज खाली कहंतु मो जातिर पक्षीटा को आपण एमिति काई अपमानित कले कहले मो अपमानित करि नथिली रे मु भाबुचे ए पक्षीर तो समय हेई सारिलानी ये एतिकी योजन परे गोटे गछ कोरोडे थिबो ताकू साप कामुड़िबो ये एठी तो अछि सेठी केमिति मरिबो बुझी पाले ना तेणु एई जो आपण कहलेनी से जेल गले तांको एते दंड हैला ये ना ये सब होचे समयर विडंबना ए सब काहे के तार प्रमाण से वंचितवा विषय ताको उत्तर मिले किंतु से जदि सुपथरे करिसंती निश्चित भाव में लोक ताली करिवे जदि सुपथरे न करते लोक माने ताको गाली करिवे तेणु एटा नुहे आ सेमाने साधारणतः जने जने निजर मॉनिटराइज करूछंती किपरि भाव में कोन करबा पई लोक सचेतनता बढ़ेया।